ମୁଁ ଆଜି ଆପଣମାନଙ୍କ ପାଇଁ ମସଲା ପାଲକ ପନିରର ଗୋଟେ ବହୁତ ବଢ଼ିଆ ରେସିପି ନେଇକି ଆସିଛି। ଏଇଟା ଖାଇବା ପାଇଁ ଯେତିକି ଟେଷ୍ଟି, ବନେଇବା ପାଇଁ ମଧ୍ୟ ସେତିକି ସହଜ। ଆମେ ଏହାକୁ ଘରର ହୋମମେଡ୍ ମସଲା ପନିରରୁ ବନେଇକି ପ୍ରସ୍ତୁତ କରିବା। ତାହା ବି ପୁଣି ବିନା ପିଆଜ ରସୁଣରେ। ଆଗରେ ସବୁ ଢାବା ଆଉ ରେଷ୍ଟୁରାଣ୍ଟର ପାଲକ ପନିର ବି ଫିକା ଲାଗିବ। ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲ ବେକ୍ ଆଣ୍ଡ କୁକ୍ ବାଇ ସିନୁକୁ ଅନେକ ଅନେକ ସ୍ୱାଗତ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ ବଟନଟିକୁ ପ୍ରେସ୍ କରନ୍ତୁ। ତାହେଲେ ଆଗକୁ ଆପଣଙ୍କୁ ମୋର ନ୍ୟୁ ଭିଡ଼ିଓର ନୋଟିଫିକେସନ୍ ମିଳିଯିବ। ତାହେଲେ ଚାଲନ୍ତୁ ଏହି ରେସିପିଟିକୁ ଷ୍ଟାର୍ଟ କରିବା। ବର୍ତ୍ତମାନ ଦେଖନ୍ତୁ ମୁଁ ଏଠି ଫୁଲ୍ ଫ୍ୟାଟ୍ ମିଲ୍କ 1 ଲିଟର ନେଇଛି। ଆଉ ଆମେ ଏହାକୁ ପ୍ରଥମେ ଭଲ ଭାବରେ ଫୁଟେଇକି ନେବା। ତ ବର୍ତ୍ତମାନ ଦେଖନ୍ତୁ ଏଠି କିଛି ସମୟ ପରେ ମୋର କ୍ଷୀରଟି ଫୁଟିବା ଷ୍ଟାର୍ଟ ହେଇଯାଇଛି। ଆମେ ଏଠି କିଛି ମସଲା ଆଡ଼୍ କରିବା। ମୁଁ ଏଠି ହାଫ୍ ଟି ସ୍ପୁନ୍ ଗୋଲମରିଚ ପାଉଡ଼ର ନେଇଛି ଆଉ ହାଫ୍ ଟି ସ୍ପୁନ୍ ମୁଁ ଏଠି ଗୋଟା ଧନିଆକୁ ଛେଚିକି ନେଇଛି। ତାପରେ ଆମେ ଏଠି କ'ଣ କରିବା ନା ଛୋଟ ହାଫ୍ ଟି ସ୍ପୁନ୍ ଆମେ ଏଠି ଚିଲି ଫ୍ଲେକ୍ସ ଆଡ଼୍ କରିବା। ଆଉ ଚିଲି ଫ୍ଲେକ୍ସ ଦେଲା ପରେ ମୁଁ ଏଠି କିଛି ଧନିଆ ପତ୍ର ଏବଂ ପୁଦିନା ପତ୍ରକୁ ମଧ୍ୟ ଏଇଭଳିଆ ଭାବେ ଛୋଟ ଛୋଟ କରିକି କାଟିକି ନେଇଛି। ଆଉ ଏଇସବୁକୁ ଦେଲା ପରେ ଆମେ କ'ଣ କରିବା ନା କ୍ଷୀର ଦେହରେ ଆକୁ ଗୋଟେ ଥର ଭଲ ଭାବରେ ମିକ୍ସ କରିକି ନେବା। ଆଉ ମିକ୍ସ ହେଲା ପରେ ଆମେ କ'ଣ କରିବା ନା ଏଠି ଭିନେଗାର ଆଡ଼୍ କରିବା। ତ ମୁଁ ଏଠି 1 ଚାମଚ ଭିନେଗାରରେ 4 ଚାମଚ ପାଣି ଆଡ଼୍ କରି ନେଇଛି। ଆଉ ଆଡ଼୍ କଲା ପରେ ଏଇଭଳିଆ ଭାବେ ଆମେ ଧୀରେ ଧୀରେ ଏଠି ମାନେ ଭିନେଗାରର ୱାଟରଟା ଆଡ଼୍ କରିବା। ତ ଭିନେଗାର ଦେଲା ପରେ ଆମେ କ'ଣ କରିବା ନା ଆକୁ ଗୋଟେ ଥର ଭଲ ଭାବରେ ଫୁଟେଇକି ନେବା। ବର୍ତ୍ତମାନ ଦେଖନ୍ତୁ ଧୀରେ ଧୀରେ ମୋର କ୍ଷୀରଟି ଏଠି ଛେନା ଛିଡ଼ି ଆସିଲାଣି। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି ପାଣି ଏବଂ ଛେନା ପୁରାପୁରି ଅଲଗା ହେଇଗଲାଣି। ତ ଆମେ ୟାକୁ ଏବେ କ'ଣ କରିବା ନା ଗୋଟେ ଜାଲି ଉପରେ ଏଇଭଳିଆ ଭାବେ ହ୍ୱାଇଟ୍ କପଡ଼ା ଦେଇଦେବା। ଆଉ ଦେଲା ପରେ ହ୍ୱାଇଟ୍ କଟନ୍ କପଡ଼ା ଦେଇଦେବେ। ଆଉ ଦେଲା ପରେ ଏଇଭଳିଆ ଭାବେ ଆକୁ ମାନେ ଏଥିରକୁ ପୁରାପୁରି ଟ୍ରାନ୍ସଫର୍ କରି ନେବା। ତାପରେ ଆମେ କ'ଣ କରିବା ନା ଏଠି କିଛି ଥଣ୍ଡା ପାଣି ମଧ୍ୟ ଆଡ଼୍ କରି ନେବା। ଆଉ ଥଣ୍ଡା ପାଣି ଆଡ଼୍ କରିକି ଆମେ ଛେନାଟିକୁ ଭଲ ଭାବରେ ଧୋଇକି ନେବା। ଆଉ ଧୋଇକି ନେଲା ପରେ ମୁଁ ଏଠି କ'ଣ କରିଛି ନା ଏଇଭଳିଆ ଭାବେ କପଡ଼ାଟିକୁ ଭଲ ଭାବରେ ଆପଣ ଏମିତି ଫୋଲ୍ଡ କରିକି ଆ ଦେହରୁ ଏକ୍ସଟ୍ରା ପାଣିକୁ ଆପଣ ଚୁପୁଡ଼ି ନିଅନ୍ତୁ। ତ ଚୁପୁଡ଼ି ନେଲା ପରେ ମୁଁ ଏଠି କ'ଣ କରିଛି ନା ଏଇଭଳିଆ ଭାବେ ଗୋଟେ ପ୍ଲେଟ୍ ନେଇଛି। ଆଉ ପ୍ଲେଟ୍କୁ ଏଇଭଳିଆ ଭାବେ ଓଲଟା କରି ରଖିଦେଇଛି। ତା ଉପରେ ଆମେ ଏଇ ଛେନାଟି ଦେଇଦେବା। ଆଉ ଦେଲା ପରେ ଗୋଟେ ଓଜନ ଜିନିଷ ଉପରେ ମଡ଼େଇକି ନେବା। ତ ମୋ ପାଖରେ ଏଠି ବେଲଣା ପେଟି ଥିଲା ମାର୍ବଲର। ତ ମୁଁ ତା ଦେହରେ ଏଇଟାକୁ ଚାପିକିରି ନେଇଛି। ଆଉ ଆକୁ ବେଶୀ ସମୟ ରଖିବାନି, 10 ମିନିଟ୍ ଖଣ୍ଡେ ପରେ ଆକୁ କାଢ଼ି ନେବା। ତାପରେ ଦେଖନ୍ତୁ ମୁଁ ଏଠି ପାଳଙ୍ଗ ନେଇଛି ଗୋଟେ ବିଡ଼ା। ତାପରେ କାଜୁ ଆମେ ପାଖାପାଖି 5ରୁ 6ଟି ଦେଇଦେବା। ଆଉ ଆଲମଣ୍ଡ ପାଖାପାଖି ଆମେ ଏଠି 5ରୁ 6ଟି ମଧ୍ୟ ଦେଇଦେବା। ଆଉ ଏହାକୁ ଆମେ ଭଲ ଭାବରେ ମାନେ ବଏଲ୍ ହେବା ପାଇଁ ଛାଡ଼ିବା। ଯେତେବେଳେ ମାନେ ପାଲକଟି ଭଲ ଭାବରେ ଏଥିରେ ବ୍ଲାଞ୍ଚ ହେଇଯିବ ତାପରେ ଆମେ କ'ଣ କରିବା ନା ଆକୁ ପାଣିରୁ କାଢ଼ିକି ନେବା। ବର୍ତ୍ତମାନ ଦେଖନ୍ତୁ 5 ମିନିଟ୍ ପରେ ପାଲକଟି ଏଠି ବହୁତ ବଢ଼ିଆ ଭାବେ ବଏଲ୍ ହେଇଯାଇଛି। ତ ଆମେ ଆକୁ ବେଶୀ ବଏଲ୍ କରିବା ଦରକାର ନାହିଁ। ତ ବର୍ତ୍ତମାନ ମୁଁ କ'ଣ କରୁଛି ନା ଆକୁ ଗୋଟେ ଜାଲି ସାହାଯ୍ୟରେ ଏଇ କଡ଼େଇରୁ ଏଇଟିକି କାଢ଼ି ନେଉଛି। ଆଉ କାଢ଼ି ନେଲା ପରେ ଆମେ କ'ଣ କରିବା ନା ଆକୁ ଗୋଟେ ପ୍ଲେଟ୍ରେ ରଖିଦେବା। ଏଇଟା ଥଣ୍ଡା ହେଲା ପରେ ହିଁ ଆକୁ ଗ୍ରାଇଣ୍ଡିଙ୍ଗ କରିବେ। ଯଦି ଆପଣଙ୍କୁ ଅର୍ଜେଣ୍ଟ ଦରକାର ଅଛି ତାହେଲେ 2ଟା ବରଫର ପିସ୍ ମିଶାଇକି ଆପଣ ଗ୍ରାଇଣ୍ଡ କରିପାରିବେ। ନହେଲେ ମାନେ ଏଇଟା ବେଳେବେଳେ ବହୁତ ଗରମ ହେଇଯାଏ ଗ୍ରାଇଣ୍ଡରଟି। ତ ଦେଖନ୍ତୁ ବର୍ତ୍ତମାନ ପନିର ମୋର ମଧ୍ୟ ଏଠି ସେଟ୍ ହେଇଯାଇଛି। ମୁଁ ଆପଣଙ୍କୁ ଦେଖାଉଛି। ଦେଖନ୍ତୁ କେତେ ବହୁତ ବଢ଼ିଆ ଭାବରେ ସେଟ୍ ହେଇଛି ଏବଂ ଏକଦମ ନରମ ଅଛି ଆଉ ମଲାଇଦାର ଅଛି। ତ ଆମେ ଏବେ କ'ଣ କରିବା ନା ଆକୁ ପିସ୍ ପିସ୍ କରିକି କାଟିକି ନେବା। ମାନେ କ୍ୟୁବ୍ ପିସେସ୍ରେ ଆମେ ଏହାକୁ କାଟିକିରି ନେବା। ବର୍ତ୍ତମାନ ଦେଖନ୍ତୁ ମୁଁ ପନିରଟିକୁ ଭଲ ଭାବରେ କାଟିକିରି ନେଇଛି। ମାନେ ଛୋଟ ଛୋଟ ପିସ୍ କରିବେ, ବେଶୀ ବଡ଼ କରିବେନି କି ବହୁତ ଛୋଟ କରିବେନି। ତ ଏଇଭଳିଆ ଭାବେ ମିଡ଼ିୟମ୍ ସାଇଜ୍ର ପିସ୍ କରିକି ଆମେ ନେବା। ମୁଁ ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ପନିରଟି କେତେ ସଫ୍ଟ ଏବଂ ସ୍ପଞ୍ଜି ହେଇଛି। ତ ଏଇଟା ଏକଦମ ପରଫେକ୍ଟ ବନିଛି। ତ ଆପଣ ଏଇଭଳିଆ ଭାବେ ଘରେ ପନିର ବନେଇ ପାରିବେ। ତ ଆମେ ବି କ'ଣ କରିବା ନା ଯେଉଁ ପାଲକ ଆଉ କାଜୁ ଆଲମଣ୍ଡକୁ ବଏଲ୍ କରିକି ରଖିଥିଲେ, ବର୍ତ୍ତମାନ ଆଲମଣ୍ଡ ଗୁଡ଼ିକ ଏଠି ଆମେ ଏଇଭଳିଆ ଭାବେ ଚୋପା ଆଦେହରୁ କାଢ଼ି ନେବା। ତାପରେ ଆମେ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍କୁ ୟାକୁ ଦେଇଦେବା। ଆଉ ଦେଲା ପରେ ଏହାର ଗୋଟେ ସ୍ମୁଥ୍ ପେଷ୍ଟ ବନେଇକିରି ନେବା। ମୁଁ ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ପେଷ୍ଟ ବନେଇକି କେତେ ସ୍ମୁଥ୍ ଏ ପେଷ୍ଟଟି ହେଇଛି। ଆଉ କଲର୍ ଦେଖନ୍ତୁ ଏକଦମ ପରଫେକ୍ଟ ଗ୍ରୀନ୍ କଲର୍ ଅଛି। ବେଶୀ ମାନେ ଆପଣ ଆକୁ ବଏଲ୍ କଲେ ଏଇଟା ବ୍ଲାକ୍ ହେଇଯିବ। ତ ଯେତେ ଆପଣ ଟିକେ କମ୍ ବଏଲ୍ କରିବେ ଏଇଭଳିଆ ଭାବେ ଗ୍ରୀନ୍ କଲର୍ ହେଇକି ଏଇଟା ରହିବ। ତାପରେ ମୁଁ ଏଠି 2 ଟେବୁଲ୍ ସ୍ପୁନ୍ ଅଏଲ୍ ଆଡ଼୍ କରିଦେଇଛି। ଆଉ ଅଏଲ୍ ଦେଲା ପରେ ଆମେ କ'ଣ କରିବା ନା ଏଠି ବଟର ଗୋଟେ ଛୋଟ ପିସ୍ ଆଡ଼୍ କରି ନେବା। ଆଉ ବଟର ଦେଲା ପରେ ଆମେ ଏଠି ହାଫ୍ ଟି ସ୍ପୁନ୍ ଜିରା ଦେଇଦେବା। ଆଉ 1/4 ଟିସ୍ପୁନ୍ ଆମେ ଏଠି ହେଙ୍ଗୁ ଆଡ଼୍ କରିଦେବା। ତାପରେ ଗୋଟେ ଶୁଖିଲା ଲଙ୍କାକୁ ଏଇଭଳିଆ ଭାବେ ଛିଡ଼େଇକି ଦେଇଦେବା। ତାପରେ ଗୋଟେ ତେଜପତ୍ରକୁ ମଧ୍ୟ ଏଇଭଳିଆ ଭାବେ ଛିଡ଼େଇକି ଦେଇଦେବା। ତାପରେ ଆମେ ଗୋଟେ କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟିକି ଦେଇଦେବା। ତାପରେ କିଛି ଅଦା ମାନେ ପାଖାପାଖି ଗୋଟେ ଛୋଟ ଟିସ୍ପୁନ୍ ଅଦାକୁ ଏଇଭଳିଆ ଭାବେ କୋରେଇକି ଦେଇଦେବା। ଆଉ ଦେଲା ପରେ ଆମେ କ'ଣ କରିବା ନା ଏଠି ବେସନ ଆଡ଼୍ କରିବା। ଗୋଟେ
टेबल स्पून। आ बेसन देला परे आमे याकू कंटिन्यूअसली मिक्स करबा। गैस रो फ्लेम टी स्लो करि नबा आ बेसन को मिक्स करबा जेपन तार कलर हल्का चेंज न हो जायछि। से भितरे आमे एठी मसला प्रस्तुत करबा। मु पाका पाकी 1/4 कप एठी फ्रेश दही नै नेछि। दहीटी बिल्कुल खट्टा नथिबा दरकार। आ एठी मु किछि धनिया पाउडर, जीरा पाउडर, हल्दी पाउडर आउ लंका पाउडर मध्य दे देछि। यही सबको देला परे आमे कोन करबा ना चामच साहाय्य आकु भल भाव मिक्स करके नहीं नबा। माने जेमिति गुंड मसला गुड़िक दही रे बहुत बढ़िया भाव मिक्स हो जिवो। तो आपण से भाया भाव आकु मिक्स करके नहीं नियंतु। तापर देखंतु वर्तमान आमे ए जो बेसनटा ठी पकेइथिले एटा बहुत बढ़िया भाव हो जाइछि। तो ए जो मसला आमे प्रस्तुत करथिले ताकु एबे देई दबा। आ देला परे एहाकु भल भाव रे कसेइगिरी नहीं नबा। तो गैस रो फ्लेम को स्लो करके आपण एहाकु कसेइकि नियंतु। जेहेतु आमे दही देइछे नहले एटी छिड़ी जिबार संभावना थाए। तो से भाया भाव आमे एहाकु कसेइकरी नहीं नबा। वर्तमान देखंतु धीरे धीरे मोर ये मसलाटी कसेई गलानी आ तेल मध्य बाहरिबा स्टार्ट हो गलानी। तो आमे कोन करबा ना जो पालक पेस्ट बनै कि रखिथिले से पालक पेस्ट आमे एठी देई दबा। आ देला परे आमे जार धोई कि मध्य किछि पानी ऐड कर दबा। तो आपन जेति कि माने थिकनेस दरकार बा ग्रेवी दरकार आपण से हिसाब रे एठी पानी ऐड करंतु। एवं एहाकु गोटे थरो आमे कोन करबा ना मिक्स करके नहीं नबा। आ मिक्स करके नेला परे आमे कोन करबा ना एहाकु किछि समय पई घोड़े कि छाडी दबा। पाखापाखि माने 4 रु 5 मिनिट पई। ता पूर्वरु आमे एठी स्वाद अनुसार लूण ऐड कर दबा। आ लूण ऐड करिला परे आमे एहाकु गोटे थरो मिक्स करके नबा। आ मिक्स करके नेला परे मु याकु देखंतु किछि समय पई याकु घोड़ेइकरी छाडी दउची। जे पर्यंत एटा होउची आमे कोन करबा ना जो पनीर बनै कि रखिथिले ताकु आमे एठी हल्का फ्राई करके नहीं नबा। मु एठी गोटे छोटो टीस्पून घी ऐड कर दीची। आ घी ऐड कला परे आमे कोन करबा ना जो पनीर गुडी आमे काटी कि रखिथिले मसला पनीर गुडी से गुडी को आमे एठी एम्तिका फ्राई करी नबा। आपण चाहिए एमती मध्य ए पनीर टी को खाई पारिबे। आरो टेस्ट बहुत ही बढ़िया लगी थाए। देखंतु हमर एठी पनीर टी धीरे धीरे फ्राई हो आसलानी। तो हल्का गोल्डन ब्राउन होला पर्यंत आमे याको भाजी कि नबा। बेसी भाजीबेनी नहले पनीर गुडी को टाण हो जिवो। तो देखंतु एठी हल्का भाजी गला परे मु गैस रो फ्लेम टी को ऑफ करी नेची। तापरे एपटे हमर पालक रो जो आमे बसैथिले ग्रेवी टी सेठी मध्य हेई कि रेडी हो गलानी। आमे याको गोटे थरो भलो भाव रे मिक्स करके नहीं नबा। आ मिक्स करके नेला परे कोन करबा ना जे पनीर गुडी को आमे भाजी कि रखिथिले से गुडी को एठी धीरे धीरे करके ऐड करी नबा। तो वर्तमान देखंतु मु पनीर गुडी को ऐड करी नउची। ऐड करके नेला परे आमे कोन करबा ना आको आउ गोटे थरो भलो भाव रे मिक्स करके नबा। तो मु देखंतु देला परे गोटे थरो आको भलो भाव रे मिक्स करके नै नउची। आ मिक्स करके नेला परे आमे गैस रो फ्लेम टी को पूरा पूरी स्लो करी नबा। आ आको ढांकी की मात्र 2 मिनिट पई छाडी दबा। तापरे कोन करबा ना देखंतु आमे एठी जो घियोटा हमर टी बंची जाइतला पनीर फ्राई करथिले सेई घियो रे मु किछि कस्तूरी मेथी एवं गोटे चमच काश्मीर चिली पाउडर दे दीची। एवं आमे याको भलो भाव रे टिके मिक्स करके नहीं नबा। ता द्वारा हमर एठी गोटे तड़का प्रस्तुत हो गला। जेतेबेला हमर पालक पनीर हे जिवो ऊपरे आमे ए तड़काटी दबा। ता द्वारा आरो टेस्टटा बहुत ही बढ़िया हे जिवो। वर्तमान देखंतु आमर एई पालक पनीर टी हेई कि रेडी हो गलानी। आमे एठी ऊपरे ए तड़काटी एई भला बे चामच साहाय्य रे देई दबा। आ देला परे आमे कोन करबा ना एठी मो पाके किछि माने घरर फ्रेश माने मलाई थिला। मु से मलाईटी मध्ये एठी ऐड करि दिछि। तापरे आमे याको गोटे थरो मिक्स करके नहीं नबा। वर्तमान आमर पालक पनीर टी हेई कि एठी एकदम रेडी हो जाइछि। मु आशा करूची आपण समस्त को मोर ए भिडियोटी निश्चय पसंद आस्थिबो। जदि आपण मानको मोर ए भिडियोटी पसंद आछि ताहाले आपण आपनकर भल पाइबा और सहयोग मत एई भला बे दियंतु। मु आगो को आपण मन पई आहुरी नुवा नुवा भिडियो नेकी आसी परिबी। से पर्यंत रहिली नमस्कार, धन्यवाद।